କରିକିରି ନିଜ ମାଙ୍କର ଯାହା କିଛି ଆମେ ଶରଣେ ଆଣିବାକୁ ପଡୁଛି। ଆମ ଅନିତା ମ୍ୟାମ୍ ଯୋଉ ମାଙ୍କର ସବୁ କିଛି ବର୍ଣ୍ଣନା କରୁଥିଲେ, ସେଇପରି ମା ହେଇ ନପାରେ ମୋ ମା, କିନ୍ତୁ ପ୍ରଭୁ ମତେ ଗୋଟେ ମା ଦେଇଥିଲେ। ଆଉ ବାପା ମାଙ୍କର ସ୍ନେହ ମମତାରେ ମୁଁ ବଢିଛି। ମା ବାପାଙ୍କର ଚକ୍ଷୁ ଆଗେ ମୁଁ ଗୋଟେ ଅବଶ୍ୟ ସ୍ନେହ ମମତା ପ୍ରେମ ପାଇଛି। ମୋ ମା ମତେ ବହୁତ ପ୍ରେମ କରନ୍ତି, ମୋ ବାପା ବହୁତ ପ୍ରେମ କରନ୍ତି। ଅବଶ୍ୟ 6 ଭାଇ ଭଉଣୀ ଆମେ, ହେଲେ ମଧ୍ୟ ମୁଁ ସେମାନଙ୍କର ପ୍ରେମ ଏବେ ଯେତେବେଳେ ସାକ୍ଷ୍ୟ କହୁଥିଲେ ସେଇ ସମୟ ମତେ ମନେ ପଡୁଥିଲା, ଆଉ ଥରେ ସ୍ମରଣେ ଆସୁଥିଲା। ମୁଁ ପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦଉଥିଲି। ନିଶ୍ଚୟ ଏଇ ପୃଥିବୀରେ ମତେ ସେ ମା ବାପା ଦେଇଥିଲେ। ଆଜି ମୋ ବାପା ମା ନାହାନ୍ତି, କିନ୍ତୁ ସେମାନଙ୍କର ଅସୁସ୍ଥ କାଳେ, ସେ ଅସୁସ୍ଥ ସମୟ ମତେ ହିଁ ଖୋଜନ୍ତି। ମୋ ବାପା ଚାଲିଗଲା ପରେ ମୋ ମା ଥିଲେ। ମାଙ୍କର ଯେତେବେଳେ ଅସୁସ୍ଥ ହେଲା, ସେ ଅସୁସ୍ଥ ବେଳେ ମୋ ଭଉଣୀ ଘରେ ମୋ ମା ଥିଲେ। ଭାଇମାନେ ବି ଅଛନ୍ତି, ଭାଇମାନଙ୍କ ପାଖରେ ବି ଥିଲେ ମା। କିନ୍ତୁ ଭଉଣୀ ଘରେ ଯେତେବେଳେ ଥିଲେ, ଭଉଣୀ ମତେ ଖବର ଦେଲେ। ସେ କାନ୍ଦି କାନ୍ଦିକି ଖବର ଦେଲେ ଯେ ତମେ ଟିକେ ଆସ। ତାଙ୍କ ଭେଣେଇକୁ କହିଲେ, ଆଉ ମତେ ବି କହିଲେ, ଆଉ ଆମ ପୁଅକୁ ବି କହିଲେ, ଆମ ବୋଉକୁ ବି କହିଲେ, ଟିକେ ମା ବାପାକୁ ଛାଡ। ମୁଁ ଜଣେ ଏକଲା ମାକୁ ସେବା କରିପାରୁନାହିଁ। ସେବା କରିବା କିଛି ନାହିଁ, କିନ୍ତୁ ତା ପାଖରେ ରହିବା ପାଇଁ ଦିନ ବେଳେ ସବୁ କିଛି ହେବ, କିନ୍ତୁ ରାତିରେ ମା ପାଖରେ ରହିବା ମୋ ପକ୍ଷେ ସମ୍ଭବ ହେଇପାରୁନି। ଏଇଟା ନେଇକି ଯେତେବେଳେ କି ସେ କାନ୍ଦି କାନ୍ଦିକି ଫୋନ କଲେ, ସେତେବେଳେ ମୋ ପୁଅ ବି ବିଗଳିତ ହେଇଯାଇଥିଲା। ଆମେ ପୁଅ ଘରେ ଥିଲୁ, ଆଉ ଆମ ଆଜ୍ଞା ମଧ୍ୟ ହଁ ଯିବା ବୋଲିକି କହିଲେ। ହଉ ଯାଅ। ମାଙ୍କର ସ୍ନେହ ପ୍ରେମ ଆମ ପୁଅ ପାଇଛି, ଆମ ଆଜ୍ଞା ପାଇଛନ୍ତି, ଆମେ ତ ପାଇଛୁ ପୁଅ ଝିଅ ହିସାବରେ। ଆମେ ଆସିଲୁ। ଯେତେବେଳେ କି ଆସିଲୁ, 3 ମାସ ଧରିକି ଭଉଣୀ ଘରେ ମା ପାଖରେ ଥିଲୁ ଆମେ। ତାପରେ ଯେତେବେଳେ ଟିକେ ସିରିୟସ ହେଲା, ସେଇ ସ୍ଥାନରେ ଅବଶ୍ୟ ତାଙ୍କର ଶେଷ ସମୟ ହେଇଯାଉଛି। ସେ ଶେଷ ସମୟରେ ମା ମତେ କହିଲେ, ମା ତୁ ମତେ ଛାଡିକି ଯିବୁନୁ। ମୋ ପ୍ରଭୁ ପାଖକୁ ଗଲା ପରେ ଏକା ତୁ ଯିବୁ, ମୋ ସାଙ୍ଗରେ ଏକା ରହିବୁ, ଏଇଟା କହିଲେ। ଏପରି ଭାବେ ତାପରେ ଆମ ସାନ ଭାଇ କଟକରେ ଅଛନ୍ତି। ସାନ ଭାଇ ବୋଉ ପାଖକୁ ଆମେ ଗଲୁ। ତାଙ୍କୁ ନେଇଗଲୁ ହସ୍ପିଟାଲ ଦେଖେଇବା ପାଇଁ। ଆମ ଘର ରାୟଗଡାରୁ ଆମ ଘରକୁ ଆସିଲୁ ପାଳଖିଣ୍ଡି। ଅଳ୍ପ ସମୟ ମୋ ମା ଆମ ଘରେ ବେଡରେ ଟିକେ ଶୋଇଲେ, ଘରେ ଟିକେ ଚାଲ ବୁଲ ହେଲେ। ସେଇ ଶେଷ ଉପସ୍ଥିତି ମୋ ମା ର। ଏଇ ଭାବେ ଆମେ କଟକ ପାଳାଖିଣ୍ଡି ଦେଇକି ଗଲୁ। ସେ ସ୍ଥାନରେ ଯେତେବେଳେ କି ଆମେ 2 ଭଉଣୀ ଆଉ 2 ଜୁଇଁ ହେଇକି ଗଲୁ, ମାଙ୍କୁ ଭାଇ ଘରେ ଛାଡିଲୁ। ମତେ ମା ସେଠି ବି କହିଥିଲେ ଯେ ଯାଆନା। ମା ଟିକେ ସୁସ୍ଥ ହେଲେ, ମେଡିସିନ ଦିଆ ନିଆ କଲା ପରେ ଟିକେ ସୁସ୍ଥ ହେଲେ, ଯେତେବେଳେ କି ଏଇ ଯୋଉ ଗୁଡ ଫ୍ରାଇଡେ ଆହୁରି ପୁନରୁତ୍ଥାନ ରହିଛି, ଆମ ମଣ୍ଡଳୀରେ ଆମେ ତ ଦାୟିତ୍ୱ ନେଇଛୁ ଚାଳକ ଚାଳିକା ହିସାବରେ। ଏଇ 2ଟା ଦିନ, ଏଇ 8 ଦିନଟା ଆଉ ସାରିକି ପଳେଇ ଆସିବୁ ବୋଲିକି ମା କୁ କହିକି ଆମେ ଆସିଲୁ। ଆସିଲା ପରେ ଆମେ ସେଇ ଭାବେ ଗଲୁ। ଆଉଥରେ ଗଲା ପରେ ମୋ ମା ଦିନକୁ ଦିନ ବେଡ ରିଟର୍ନ ହେଇଗଲେ। ଆଉ ସେ ତାପରେ ମଧ୍ୟ ମୋ ଦିଦି ଆଉ ମୋ ଭଉଣୀ ସହିତ ସେମାନେ ବି ଆସିଥିଲେ। 3 ଜଣ ସେମିତି ଆମେ ମିଶିଥିଲୁ ମାଙ୍କ ସହିତ। ସେଇ କଟକରେ ହିଁ ଥିଲେ ମା। ଆମ ଭଉଣୀଙ୍କର ଦିଅରଙ୍କର ବାହା ଥିଲା ବୋଲି ତାର ଆଗ ଦିନ ସେମାନେ ଆସିଲେ। ସେମାନେ ଚାଲି ଆସିଲେ, ଆଉ ମାଙ୍କ ସହିତ ମୁଁ ରହିଗଲି। ମୋ ଦିଦିଙ୍କୁ ଆଉ ଭଉଣୀକୁ ଛାଡିବା ପାଇଁ ବୋଲିକି ଆମ ଆଜ୍ଞା ପଳେଇ ଆସିଲେ ତାଙ୍କ ସହିତ, ମୁଁ ଏକା ରହିଲି। ସେତେବେଳେ ମାଙ୍କୁ ମୁଁ ଦେଖୁଥିଲି ସେମାନଙ୍କ ସହିତ ଶେଷ କଥା
कौन कहबी कौन कहूचु बोलिकी माँ को पचारिथिले आम भौणी सेतेबेले स्वामी निमंते आम जो जुई निमंते कहले तांकर मनोवांछा प्रभु पूर्ण करंतु एटा उच्च स्वरे कहिथिले आउ आशीर्वाद कर देथिले तार परे से अचेता अवस्था रे से कथा कहिथिले सेता आखि खोली नथिले किंतु से परिस्थिति रे मध्य से माने गोटे दिन अटेंड करिकि आउ थरे पळे आसु बोली से माने आसिले बाहा डेथ हे जाईची से बाहा सरला परे आउ थरे आसीबा पाई से माने चाली आसिले रायगढ़ पळे आसिले तापरे आमे देखलु मांकर शेष परिस्थिति से बाहा सरी गला से राति रे ही मो मांकर शेष परिस्थिति आम बो आउ तांकर भौणी दुई जन राति 2टा पर्यंत से माने मां को पाखरे बसी थे मते कहले तमे टिके सोई पड़ आमे सोईला बेलू तमे चेता थी मु खाई सारा पर मु टिके सोई पड़ली तापर से माने 2टा बेलू मते 2टा बेलू उठे देले आ से माने सोईबा को गले से माने सोई नांती मु बसीची मु प्रार्थना करूची मु प्रार्थना करूची से प्रार्थना समय रे मते मु बाथरूम गली से माने अछंती मु बाथरूम गली फाटकिना मु जाईकी से बाथरूम जाईकी मते कुआ होची आउ ए साड़ी तू पिंदे आउ म गाधे पड़ बोली कि मते कुआ हला मोर चाल ना आसिला मु पानी टिके ढाली ही पड़ली दांत घसी देली से 2टा अधे हो से तळको सेतियळको मु आउ गाधे पड़ली दांत घसिली बाथरूम जाइए मु पड़े आसिली मु बसिकी प्रार्थना करूची माँ को पाखरे माँ निजे घुरु घुरु होइकी शेष परिस्थिति बोली मु जानिनी सेटा आउ केही जानिनु मध्य माँ को शेष परिस्थिति बोली तांके 2 भौणी बसिथिले आउ से माने गला परे मु माँ को ठारे पाखरे बसिकी मु प्रार्थना करूची मते कहूची आखि खोलिकी प्रार्थना करे मु कौन कली आखि खोलिकी मो माँ को आत्मा को समर्पण करुची प्रार्थना करुची प्रभु तुम इच्छा कौन माँ को सुस्थ कर ना तुम निकट को तुम सुंदर भाव नहीं जाओ आत्मा तुम्हें ग्रहण कर यही परिस्थिति रे मो आखि खोलिकी मु प्रार्थना करुची सेतिकी बेलू टिके बांती भलिया हेकी अल्प छेप टिके पड़िला से जो पाटी बाटू टिके छेप पड़ी जिबारु मु आखि तो खोलीची से रुमाल अच्छी से रुमाल पोछिली से घुरघुरटा बंद हो गला मते जना ना शेष प्राणटा शेष प्राणटा प्रभु नहीं जाइछन्ति मते जना ना मु केबे अनुभूति करिने एटा मांकर जे मते जहा कहिथिले मु शेष होला परे आका मां मो पाखरु जीवु सेटा कहिथिले सेही अनुसार प्रभु मते ताको पाखरे रखिकी ताको समर्पण कला परे प्रभु ताको नहीं जाइछन्ति मु जानिने तापरे मु सेही घुरघुरटा बंद हो गला मो भाई वकील अछन्ति तो तांके उठिकी से कोन लेखा लेखी करूछन्ति प्रताप सिंचाणी कटक रे अछन्ति आउ से तांको पाखकु मु गली ताको पुओ बाहर को गले से भी कौन गोटे सीरियल रे से करिथले करूछन्ति से गले मु तांको कहली मां पाखरे टिके बसिली मते टिके फोटो उठा आउ तुमको टिके मु मां पाखरे बसो जे मु तुमको फोटो उठेबी एटा अचानक भाबे मु चिंतार बाहर एटा सब करिछि मु जानिनी मां आज चली जीव ए परिस्थिति रे मां चली गले मते जणा नै एटा शेष हेई गाइछन्ति मते जणा नै तापरे मु हठात करे मु आम भाई को पचारली बाबू आम गाँ को जीवा पाई केते समय लागिबो गाड़ी रे मु एटा पचारू मो भाई जानि देले जे कोन हेइतिबो मां कर कोन हेइति बोली कोन हला ना नै बोली कहले कहबारु नाही किछि नै जे केते टाइम लागिबो तो मु किछि जानि नै समस्त सेतले मो आउ बहु भाई बहु आउ से भौणी शुणुछन्ते शुण से कथा शुणु से माने उठिके आसिकी माँ पाखु आसिले देखिले जे सेटा शेष
ହେଲେ ମୋ ଭାଇ ପାଖରେ ଅଛି, ପାଖ ପାଖ ତ ସେଇ ରୁମ୍ ଟା। ଆଉ ଆଉ ନାହିଁ ମା, ନାହିଁ ଦିଦି, ଆଉ ମା ଆଉ ଆତା ନାହାନ୍ତି ବୋଲିକି କହିଲେ। ସେଠୁ ସେଇ ଯୋଉ ଏରିଆରେ ଆମେ ଥିଲୁ, ସେମାନେ ହିନ୍ଦୁ ଲୋକ, ଆଉ କନ୍ଦାକନ୍ଦି କରିବା ନାହିଁ ବୋଲିକି ସେମାନେ ଆଗରୁ ମତେ କହିଥିଲେ। ମାର କଣ ପରିସ୍ଥିତି ହେଲେ କନ୍ଦାକନ୍ଦି କରିବା ନାହିଁ, ସିରିୟସ ବୋଲିକି ଏକା ନେଇଯିବାର ପଡିବ, ନହେଲେ ଘର ଖାଲି କର ବୋଲିକି କହିବେ, ଏଇଟା ସେମାନେ ମତେ କହିଥିଲେ। ମୋର ଅନ୍ତଃକରଣ ପ୍ରଭୁ ଜାଣନ୍ତି, ସେଇ ଅନୁସାରେ ପ୍ରତ୍ୟେକ ମନେ ମନେ ଆମେ ପରେ ଦୁଃଖୀ ହେଲୁ। ଆଉ ସେଇ ପରେ ପରେ ସବୁ କିଛି ଘଟଣା ଘଟିଛି। ନିଶ୍ଚୟ ଲମ୍ବା ହେଇଯାଉଛି ସାକ୍ଷ୍ୟ। ଆଉ ବିଶେଷ କରି ମୁଁ ମାଙ୍କୁ ସେ ଶେଷ ପରିସ୍ଥିତିରେ ପ୍ରଭୁ ମତେ କହିଥିଲେ ଯେ ଆଖି ଖୋଲି ପ୍ରାର୍ଥନା କର। ସେ ଆଖି ଖୋଲି ପ୍ରାର୍ଥନା କରିବା ମଧ୍ୟରେ ତାଙ୍କର ଆତ୍ମା ସମର୍ପଣ କରି ତାଙ୍କର ଶେଷ ଯେ ପରିସ୍ଥିତିଟା ମୋର ଜୀବନରେ ମୁଁ ଦେଖି ପାରିଥିଲି, ଏଇଟା ମୁଁ ଧନ୍ୟ ମନେ କରୁଛି, ପ୍ରଭୁଙ୍କ ନିକଟରେ କୃତଜ୍ଞ ହଉଛି। ଆଉ ମୋ ମା ଆଉ 6 ଭାଇ ଭଉଣୀକୁ ଯେ ଭାବେ ସେବା କରିଛନ୍ତି, ଆଉ ତାଙ୍କ ନଣନ୍ଦ ଦିଅରକୁ, ତାପରେ ଗାଁ ଗହଳିରେ ଯେତେ କୁଣିଆ ଆସନ୍ତି ସମସ୍ତଙ୍କୁ, ଆଉ ଶାଶୁ ଶ୍ୱଶୁରକୁ ଏପରି ଭୟ, ସେ ବୃଦ୍ଧା ବୃଦ୍ଧି ହେଇଗଲେ, ଶାଶୁ ଶ୍ୱଶୁର ବୃଦ୍ଧା ବୃଦ୍ଧି, ନିଜେ ମୋ ମା ବାପା ବୋଧେ ବୃଦ୍ଧା ବୃଦ୍ଧି। ମୋ ବାପା ତାଙ୍କ ମା ବାପାକୁ କହିଲେ ସେ ବହୁ ସେବା ଶୁଶ୍ରୂଷା ଆଉ ସେମାନଙ୍କ ପ୍ରତି ଭୟ ଭକ୍ତି ଥିଲା ମୋ ବାପାଙ୍କର। ସେଇ ଭୟ ଭକ୍ତି ମୋ ବାପାଙ୍କର ଥିବା ହେତୁ ମୋ ମା ମଧ୍ୟ ସେଇ ଭୟ ଭକ୍ତି କରିଥିଲେ ଶାଶୁ ଶ୍ୱଶୁର ପାଇଁ। ଆମମାନେ ସେଇଟା ଶିଖିଛୁ, ପ୍ରଭୁ ଆମମାନଙ୍କୁ ସେଇ ଶିକ୍ଷା ଦେଇଛନ୍ତି। ଆମେ 3 ଭଉଣୀ ସେଇ ଅନୁସାରେ ଆମ ଶାଶୁ ଶ୍ୱଶୁରକୁ ଆମମାନେ ମଧ୍ୟ ସେଇ ଅନୁଭବ କରିକି ଆସିଛୁ। ତାଙ୍କର ଶିକ୍ଷଣୀୟ ବିଷୟ ନେଇ ପ୍ରଭୁ ଆମମାନଙ୍କୁ ଏପର୍ଯ୍ୟନ୍ତ ଆଶୀର୍ବାଦ କରିଛନ୍ତି। ତାଙ୍କର ଅନୁଗ୍ରହ ଯେ ଦୟା ଗୁଣେ ପ୍ରଭୁ ଆମମାନଙ୍କୁ ସେପରି ମା ବାପା ଦେଇଥିଲେ। ଏଇ ମଧୁସ୍ମିତାରେ ଏଇ ସାକ୍ଷ୍ୟ ଦେବା ନିମନ୍ତେ ଆମ ମଧୁସ୍ମିତା ଭଉଣୀ ଯେ କହିଥିବା ହେତୁ ମୁଁ ତାଙ୍କର ଚରଣ ତଳେ ମଧ୍ୟ ମୁଁ କୃତଜ୍ଞ। ମାଙ୍କୁ ସ୍ମରଣ କରିବା ପାଇଁ ଆଜି ସମସ୍ତଙ୍କ ସମ୍ମୁଖରେ 2 ପଦ କହିବା ପାଇଁ ପ୍ରଭୁ ମତେ ଦେଲେ, ଏଥିପାଇଁ ମୁଁ ଧନ୍ୟ ମନେ କରୁଛି। ପ୍ରଭୁ ବିଶେଷ କରି ମୋର କ୍ଷୁଦ୍ର ପରିବାର, ମୋର ପିତା ମାତାର ଯେତେ ସନ୍ତାନ ସନ୍ତତି ପରିବାର ପରିଜନ ରହିଛୁ, ପ୍ରତ୍ୟେକଙ୍କ ନିମନ୍ତେ ପ୍ରାର୍ଥନା କରିବେ। ପ୍ରଭୁ ସାହାଯ୍ୟ କରନ୍ତୁ। ଆପଣ ମାନଙ୍କର ପ୍ରାର୍ଥନା, ଆପଣ ମାନଙ୍କର ସେ ସାକ୍ଷ୍ୟ ଦ୍ୱାରା ମୁଁ ସାକ୍ଷ୍ୟ ଦେଇ ପାରିଛି ବୋଲି ମୋର ଜୀବନରେ ମୁଁ କୃତଜ୍ଞ। ପ୍ରଭୁ ନିକଟରେ ମୁଁ ଧନ୍ୟବାଦ କରୁଛି। ଧନ୍ୟ ପ୍ରଭୁ, ଧନ୍ୟ ତାଙ୍କରି। ପ୍ରେଜ ଦି ଲର୍ଡ। ଆମେନ୍।